ଆମେ ସାଧାରଣତଃ ପାରାସିଟାମଲକୁ ବ୍ୟବହାର କରିଥାଉ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ଦାନ୍ତ ବଥା ଏଥିପାଇଁ ବ୍ୟବହାର କରିଥାଉ। ବିଶେଷତଃ ଆମେ ପାରାସିଟାମଲକୁ ଖାଇସାରିକି ବ୍ୟବହାର କରିବା କଥା। ପ୍ରତ୍ୟେକ 6 ଘଣ୍ଟାକୁ ଥରେ ପାରାସିଟାମଲ ବ୍ୟବହାର କରିହେବ। ପାରାସିଟାମଲ ହେଉଛି ଆନାଲଜେସିକ୍ ଆଉ ଆଣ୍ଟିପାଇରେଟିକ୍। ଆନାଲଜେସିକ୍ କ'ଣ ନା ପେନ୍କୁ ରିଲିଫ୍ କରିବ, ଆଉ ଆଣ୍ଟିପାଇରେଟିକ୍ ହେଉଛି ଫିଭରକୁ ରିଡ୍ୟୁସ୍ କରିବ। ତେଣୁ ପେନ୍ ଆଉ ଫିଭର ଦୁଇ ଜଣକ ରିଡ୍ୟୁସ୍ କରୁଥିବାରୁ ତାକୁ ଆନାଲଜେସିକ୍ ଆଣ୍ଟିପାଇରେଟିକ୍ କୁହାଯାଏ, ଯାହା ଆମେ ପାରାସିଟାମଲ ବ୍ୟବହାର କରିଥାଉ। କିନ୍ତୁ ତାର କିଛି ଲୋକ ଜାଣିନାହାନ୍ତି ତାର ସାଇଡ୍ ଇଫେକ୍ଟ ଅତ୍ୟଧିକ ୟୁଜ୍ କଲେ। ଯଦି ଅତ୍ୟଧିକ ଆମେ ୟୁଜ୍ କରୁଛେ ନର୍ମାଲ ସାଇଡ୍ ଇଫେକ୍ଟ ଭମିଟିଂ ହବ, ଡାଇରିଆ ହବ, ପେନ୍ ରିଲିଫ୍ କରିବା ବଦଳ ପେନ୍ ମଧ୍ୟ ହବ। ତେଣୁ ଅତ୍ୟଧିକ ଯଦି ଆହୁରି ୟୁଜ୍ କରିବୁ କିଡନୀ ଆଡେ ଲିଭର ବି ଡ୍ୟାମେଜ୍ କରିଦେବ। ପାରାସିଟାମଲ ୟୁଜ୍ କରିବା ପୂର୍ବରୁ ପ୍ରପର ୟୁଜ୍ ତାର କାଲକୁଲେସନ ପୁରା ଭଲ ଭାବରେ ଜାଣି ୟୁଜ୍ କରିବା ଦରକାର।